ମଇ ମାସରେ ମେଷ ରାଶିର ବ୍ୟକ୍ତି ମାସଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ମହାବୀର ହନୁମାନଙ୍କର ପୂଜାର୍ଚ୍ଚନା କରନ୍ତୁ। ପ୍ରତ୍ୟହ ହନୁମାନ ଚାଳିଶା ପାଠ କରନ୍ତୁ। ଜୟ ଜଗନ୍ନାଥ। ନମସ୍କାର। ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଚଳିତ 2025 ମସିହା ମଇ ମାସରେ ଦ୍ୱାଦଶ ରାଶିଚକ୍ରର 12ଟି ଯାକ ରାଶିର ରାଶିଫଳ ଜାଣିବାକୁ ଯିବା ଅବସରରେ ଆମେ ଜାଣିବା ଏହି ସମୟରେ ଦ୍ୱାଦଶ ରାଶିଚକ୍ରରେ ପରିଭ୍ରମଣ କରୁଥିବା 9 ଗୋଟି ମହାଗ୍ରହଙ୍କ ମଧ୍ୟରୁ 4 ଗୋଟି ମହାଗ୍ରହ ରାଶି ପରିବର୍ତ୍ତନ କରୁଛନ୍ତି। ଗତ ମାର୍ଚ୍ଚ ମାସ 29 ତାରିଖ ଶନିବାର ଶନି ଅମାବାସ୍ୟା ଦିନ ଶନି ମହାଗ୍ରହ ଗୋଚରରେ କୁମ୍ଭ ରାଶି ନିଜ ରାଶି କୁମ୍ଭ ରାଶିରୁ ବାହାରି ମୀନ ରାଶିରେ ପ୍ରବେଶ କରିଛନ୍ତି ଏବଂ ଆସନ୍ତା ମେ ମାସ 14 ତାରିଖ ବୁଧବାର ଦିନ ବୃହସ୍ପତି ମହାଗ୍ରହ ଗୋଚରରେ ବୃଷ ରାଶିରୁ ବାହାରି ମିଥୁନ ରାଶିରେ ପ୍ରବେଶ କରିବେ ଏବଂ ଠିକ୍ ତାର 4 ଦିନ ପରେ ମଇ ମାସ 18 ତାରିଖ ଦିନ ରାହୁ ଏବଂ କେତୁ ମହାଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି 4 ଗୋଟି ବଡ଼ ମହାଗ୍ରହଙ୍କର ରାଶି ପରିବର୍ତ୍ତନରେ ସମଗ୍ର ଦ୍ୱାଦଶ ରାଶିଚକ୍ର ଗଭୀର ଭାବରେ ପ୍ରଭାବିତ ହୋଇଥାଏ। ଆଗକୁ ଜାଣିବା ଏହି ମଇ ମାସ ପାଇଁ ରାଶିଚକ୍ରର 12ଟି ଯାକ ରାଶି ଉପରେ ଏମାନଙ୍କର ଏହି ରାଶି ପରିବର୍ତ୍ତନର କ'ଣ ପ୍ରଭାବ ରହୁଛି। ଆଜିର କ୍ରମରେ ଜାଣିବା 2025 ମସିହା ମଇ ମାସ ପାଇଁ ମେଷ ରାଶିର ମାସିକ ରାଶି ଫଳ। ମଇ ମାସରେ ମେଷ ରାଶିର ଆର୍ଥିକ ଅବସ୍ଥା ଦେଖିବାକୁ ଗଲେ ଜଣାଯାଏ ଏ ମାସରେ ଆୟଭାବର ଅଧିପତି ଶନି ମେଷ ରାଶିର ଦ୍ୱାଦଶ ସ୍ଥାନ ମୀନ ରାଶିରେ ଅବସ୍ଥାନ କରିବା ଆୟଭାବରେ ଅନୁକୂଳ ଫଳ ପ୍ରଦାନ କରିବ ନାହିଁ। ହେଉଥିବା ଆୟଠାରୁ ବ୍ୟୟର ପରିମାଣ ବଢ଼ିଯିବ। କର୍ମକ୍ଷେତ୍ରରୁ ମିଳୁଥିବା ଲାଭ କ୍ଷତିରେ ପରିଣତ ହୋଇଯିବାର ସମ୍ଭାବନା। କିନ୍ତୁ ମଇ ମାସର ପ୍ରଥମାର୍ଦ୍ଧରେ ମେଷ ରାଶିର ଦ୍ୱିତୀୟ ଭାବ ବୃଷ ରାଶିରେ ବୃହସ୍ପତି ମହାଗ୍ରହ ଅବସ୍ଥାନ କରିବା ଏବଂ ଦ୍ୱିତୀୟ ଧନସ୍ଥାନର ଅଧିପତି ଶୁକ୍ର ମେଷ ରାଶିର ବ୍ୟୟଭାବ ମୀନ ରାଶିରେ ଉଚ୍ଚ ଭାବରେ ରହିଥିବାରୁ ମାସର ପ୍ରଥମାର୍ଦ୍ଧରେ ଧନର ଅଭାବ ଘଟିବ ନାହିଁ। ଆଶା ଅନୁରୂପ ଅର୍ଥ ହସ୍ତଗତ ହୋଇପାରିବ। ମାସର ଦ୍ୱିତୀୟାର୍ଦ୍ଧରେ ବୃହସ୍ପତି ମହାଗ୍ରହ ଗୋଚରରେ ମିଥୁନ ରାଶିରେ ପ୍ରବେଶ କଲେ ଧନ ରୋଜଗାରର ପରିମାଣ କମ୍ ହୋଇଯିବାର ସମ୍ଭାବନା ରହିଛି, କିନ୍ତୁ ସଞ୍ଚିତ ଧନର ପରିମାଣ କମ୍ ହେବ ନାହିଁ। ମଇ ମାସରେ ମେଷ ରାଶିର କ୍ୟାରିୟର ବା କର୍ମକ୍ଷେତ୍ର ସମ୍ପର୍କରେ ଦେଖିବାକୁ ଗଲେ ଜଣାଯାଏ ଯେ ଏ ମାସରେ ମେଷ ରାଶିର କର୍ମସ୍ଥାନର ଅଧିପତି ଶନି ଦ୍ୱାଦଶ ସ୍ଥାନରେ ଅବସ୍ଥାନ କରିବା କର୍ମକ୍ଷେତ୍ରରେ ସ୍ଥାନାନ୍ତରର ଯୋଗ ଦେଖାଉଛି। କର୍ମ ଉପଲକ୍ଷେ ପ୍ରାୟ ସମୟରେ ଧାଁ ଧପଡ଼ କରିବାକୁ ପଡ଼ିପାରେ। ବ୍ୟବସାୟ କରୁଥିବା ବ୍ୟକ୍ତି ମଧ୍ୟମ ଧରଣର ଫଳ ପ୍ରାପ୍ତ କରିବାର ବିଶେଷ ସମ୍ଭାବନା ଅଛି। ଯେଉଁମାନେ ଘରଠାରୁ ଦୂର ସ୍ଥାନରେ ରହି ବ୍ୟବସାୟ କରୁଛନ୍ତି ସେମାନଙ୍କ ପାଇଁ କିଛିଟା ଭଲ ଫଳର ଆଶା କରାଯାଏ। ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଏ ମାସରେ ବଦଳି ହେବାର ବହୁତ ସମ୍ଭାବନା ରହିଅଛି। ତା ସାଙ୍ଗକୁ ଚାକିରି କ୍ଷେତ୍ରରେ ବଦନାମ ହେବାର ଭୟ ମଧ୍ୟ ରହିଛି। ମଇ ମାସର 17 ତାରିଖ ପର୍ଯ୍ୟନ୍ତ ଶନି ରାହୁଯୁକ୍ତ ହୋଇ ରହିଥିବାରୁ ଉପରିସ୍ଥ ଅଧିକାରୀଙ୍କ ନାଲି ଆଖିର ଶିକାର ହୋଇପାରନ୍ତି। ଭିଜିଲାନ୍ସ ଅଥବା ଡିପାର୍ଟମେଣ୍ଟାଲ କାର୍ଯ୍ୟାନୁଷ୍ଠାନର ଭୟ ମଧ୍ୟ ରହିଛି। ଚାକିରି କରୁଥିବା ବ୍ୟକ୍ତିମାନଙ୍କ ପାଇଁ ମାସଟି ସେତେ ଭଲରେ ଯିବାର ଦେଖାଯାଉନାହିଁ।
ମଇ ମାସରେ ମେଷ ରାଶିର ଲଭ୍ ଲାଇଫ୍ ସମ୍ପର୍କରେ ଜାଣିବାକୁ ଗଲେ ଜଣାଯାଏ ମାସର ପ୍ରଥମାର୍ଦ୍ଧରେ ମେଷ ରାଶିର ପଞ୍ଚମ ଭାବର ଅଧିପତି ସୂର୍ଯ୍ୟ ମେଷ ରାଶିରେ ଉଚ୍ଚ ହୋଇ ରହିବା ପ୍ରେମ ସମ୍ପର୍କରେ ସକାରାତ୍ମକ ପରିଣାମ ପ୍ରଦାନ କରିବ। ତା ଛଡ଼ା ପ୍ରେମର କାରକ ଗ୍ରହ ଶୁକ୍ର ଉଚ୍ଚ ଭାବରେ ରହିବା ପ୍ରେମ ସମ୍ପର୍କକୁ ଦୃଢ଼ୀଭୂତ କରି ରଖିବ। କିନ୍ତୁ ମାସର ଦ୍ୱିତୀୟାର୍ଦ୍ଧରେ ସୂର୍ଯ୍ୟ ମେଷ ରାଶିର ଦ୍ୱିତୀୟ ସ୍ଥାନ ବୃଷ ରାଶିରେ ଅବସ୍ଥାନ କଲେ ପାରିବାରିକ ପ୍ରତିରୋଧର ସମ୍ମୁଖୀନ ହୋଇପାରନ୍ତି। ଏହି ପ୍ରେମ ସମ୍ପର୍କକୁ ନେଇ ପରିବାରରେ କଳି ଝଗଡ଼ା ଲାଗିଯିବାର ମଧ୍ୟ ବହୁତ ସମ୍ଭାବନା ରହିଅଛି। ଅବିବାହିତ ରହିଥିବା ପୁଅ ଓ ଝିଅମାନଙ୍କ ପାଇଁ ଏ ମାସରେ ବିବାହ ପ୍ରସ୍ତାବ ଆସି ବିବାହ ତାରିଖ ଠିକ୍ ହୋଇଯିବାର ବିଶେଷ ସମ୍ଭାବନା ଅଛି। ଦ୍ୱିତୀୟ ଭାବରେ ବୃହସ୍ପତି ମହାଗ୍ରହ ଓ ସପ୍ତମ ଭାବର ଅଧିପତି ଶୁକ୍ର ଉଚ୍ଚ ଭାବରେ ଅବସ୍ଥାନ କରିଥିବାରୁ ବିବାହ ଜଲ୍ଦି ହୋଇଯାଇପାରେ। ପାରିବାରିକ ଦୃଷ୍ଟିକୋଣରୁ ମଇ ମାସଟି ବହୁତ ଭଲରେ କଟିବାର ସମ୍ଭାବନା ଅଛି। ଦ୍ୱିତୀୟ ଭାବରେ ବୃହସ୍ପତି ମହାଗ୍ରହ ରହିବା ଏବଂ ଦ୍ୱିତୀୟ ସ୍ଥାନର ଅଧିପତି ଶୁକ୍ର ଉଚ୍ଚ ଭାବରେ ମୀନ ରାଶିରେ ରହିବା ପାରିବାରିକ ସୁଖ ସମୃଦ୍ଧି ପ୍ରଦାନ କରିବ। ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ଧାର୍ମିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ମାଙ୍ଗଳିକ କାର୍ଯ୍ୟ ହେବାର ସମ୍ଭାବନା ମଧ୍ୟ ରହିଛି। ସପରିବାର ତୀର୍ଥାଟନ ଓ ଭ୍ରମଣରେ ଯାଇପାରନ୍ତି। ମଇ ମାସରେ ମେଷ ରାଶିର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିବାକୁ ଗଲେ ଜଣାଯାଏ ଏ ମାସରେ ମେଷ ରାଶି ଜାତ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ କମଜୋର ରହିପାରେ। ଷଷ୍ଠ ସ୍ଥାନର ଅଧିପତି ବୁଧ ମାସର ପ୍ରଥମାର୍ଦ୍ଧରେ ମୀନ ରାଶିରେ ନୀଚ ଭାବରେ ରହିବା ଓ ତାପରେ ମେଷ ରାଶିରେ ମଇ ମାସ 23 ତାରିଖ ପର୍ଯ୍ୟନ୍ତ ରହିବା ମେଷ ରାଶି ବ୍ୟକ୍ତିଙ୍କୁ ନ୍ୟୁରୋଲୋଜିକାଲ ପ୍ରୋବ୍ଲେମ୍ ବା ସ୍ନାୟୁବିକ ଦୁର୍ବଳତା ଦେଇପାରେ। ମାନସିକ ରୋଗଗ୍ରସ୍ତ ହୋଇପାରନ୍ତି। ଚର୍ମ ସମ୍ପର୍କିତ ରୋଗର ପ୍ରାଦୁର୍ଭାବ ବଢ଼ିଯାଇପାରେ। ଏ ତ ଗଲା ମୋଟାମୋଟି ଭାବରେ ମେଷ ରାଶି ପାଇଁ ମଇ ମାସର ମାସିକ ରାଶି ଫଳ। ମାସଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ମହାବୀର ହନୁମାନଙ୍କର ପୂଜାର୍ଚ୍ଚନା କରନ୍ତୁ। ପ୍ରତ୍ୟହ ହନୁମାନ ଚାଳିଶା ପାଠ କରନ୍ତୁ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ରହିଥିବା ସମସ୍ତ ଅଶୁଭତ୍ୱ ଦୂର ହୋଇ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।